हेलो गाइस वेलकम बैक टू माय न्यू वीडियो। तो मु आसु आपन को स्वागत करछि मोर गोटी नुआ वीडियो रे। तो आज गोटे ट्रैवल ब्लॉग करबा को जाउछि जहाँकि आमे भुवनेश्वर नंदनकानन धौली और पठाणी सामंत प्लानेटोरियम को जाइथिलु। एइथरे हमर समस्त ट्यूशन पिला भुवनेश्वर बुलिबा को जाइथिलु। तो एइटु स्टार्ट गला हमर जर्नी। तो आसतु मो सहित ए वीडियो रे जॉइनिंग होगी था आउ देखु बाटर कौन कौन सबू सीनेरी आउ विभिन्न माने प्राकृतिक सौंदर्य को आपण उपभोग करतु। तो मु आपण को नंदनकानन रे पहुंच सारा पर आपण सह कथा हेबी। सो स्टे ट्यून गाइस। तो यू स्टार्ट होगा आमर नंदनकानन जर्नी। फास्ट आम देखा कौन आम देखुचे। तो आई एम सो एक्साइटेड फॉर फर्स्ट टाइम ऑफ नंदनकानन। तो चलो देखिए आगू कौन हो। तो ये चिताबाघ देखिकी आम एना देखिलु सियाल। तो सियाल तो मुझे देखी चिताबाघ मुझे देखी नी। तो ये देखुची सियाल तापर देखिया कौन देखुची। तो भाई तापर जब मुझे देखिली भाई पूरा अनबिलीवेबल भाई आगे बसी भाई गोटे धला बाघ भाई एत क्यूट देखा से माने इच्छा होता तो पाखक जाकि कुंडे कुना दवा किंतु से जेहेतु बाघ तो पाखक जावाक तो माने हेमिति भी डर लगुच कि क्यूट जो से डरटा कमी जाऊँगा। तो जो माने मोटापटा है एत सुंदर देखा जाऊला। देखो आप पूरा माने भलसे देखुची मुझे से काप एरिया कौन गोटे पड़ी से खाऊँ बाघ नॉर्मल से बसी सकाल सकाल आम जाइल। तो से बसी आम बहुत माने फास्ट टाइम पे देखिली ना टी डर डर लगुला कि से बहुत मोटाफोटा थिला जे भल लगे मत इच्छा होता जाकि पुंडे पुणा दे हेनी। तो कौन करिया हो चलो देखिए आगे कौन हो। तो आम तापर बेंगल टाइगर देखिलु। तो आम जाऊचु है समस्त धाई धाई गले मुझे देखला बेलू से शोई लिटरेली से शोई आम तो आम निद छाड़ी आम 4 बाहर के आम भुवनेश्वर को आसिलु बाघ देखा कि बाघ शोई माने कौन कहवा कथा कह। तो छाड़ चल देखा आगू को आम कौन देखुचे आ कौ कौ पशु पक्षी मैंने आहरी बड़का भी अच्छा आहरी बहुत बाट अच्छी किंतु ये गोटे वीडियो मुझे सब दे पारि देखिया जिते जाए देवा कथा देवी चल। तापर आम देखिलु आफ्रिकान लायन। तो से मुझे देखिली जे फीमेल से आराम से अच्छे से बहुत सुंदर देखा किंतु जो मेलटा अच्छी तार चुट्टी गुरा कड़ा गला कौन काटी देसन ना कौन मुझे जानी पार्ली किंतु
ଫିମେଲ ବହୁତ ବଢ଼ିଆ ମାନେ ବହୁତ ମାନେ ସେ ଫିଟ୍ ଥିଲା ଆଉ ସେ ଚାରିଆଡ଼େ ସବୁ ଦେଖୁଥିଲା ମୋତେ ବି ଦେଖୁଥିଲା କିନ୍ତୁ ଡର ଲାଗିଲା ଟିକେ ମାନେ ସବୁ କ୍ୟୁଟ୍ ଭଳିଆ ଦେଖାଯାଉଥିଲା ମୋତେ ମୁଁ ଟିଭିରେ ଯେତେବେଳେ ଦେଖୁଥିଲି ଏମାନଙ୍କୁ ନା କିନ୍ତୁ ଏତେ ମାନେ ଆଗ୍ରେସିଭ୍ ଲାଗନ୍ତି କିନ୍ତୁ ଏତେ ଆଗ୍ରେସିଭ୍ ନୁହନ୍ତି। ତ ଚାଲ ଦେଖିବା ଆଗକୁ କ'ଣ ଦେଖୁ। ତ ତାପରେ ଆମେ ଦେଖିଲୁ ଏସୀୟ ସିଂହ ସେ ଭାଇ ମେଲ୍ ସିଂହ ତ ଶୋଇଥିଲା ଫିମେଲ ଆମ ଆଡ଼େ ଟିକେ ଅନଉଥିଲା ଦେଖି ସେ ପୋଜ୍ ମାରି ପୁରା ବସିଛି ଉପରେ ସେ ମେଲ୍ଟେ ଶୋଇଛି ସକାଳୁ ଉଠିନି ବି ଏପର୍ଯ୍ୟନ୍ତ ସେ ଶୋଇଛି। ତ ଦେଖିବା କ'ଣ ମାନେ ଆଗକୁ ଆମେ କ'ଣ ଦେଖୁଛେ। ଏଠାରେ ଟିକେ ମୁଁ ଏକ୍ସାଇଟେଡ୍ ଥିଲି କିନ୍ତୁ ଏତେ ବି ନଥିଲି କାରଣ ବହୁତ ସାରା ବାଘ ଦେଖି ସାରିଲିଣି। ଏଇଟା ଟିକେ ବେଶୀ ଲାର୍ଜ ଥିଲା ମାନେ ବହୁତ ବଡ଼ ସାଇଜ୍ର ଥିଲା ଆଉ ସେ ପୁରା ପୋଜ୍ ମାରିକି ତାର ଫିମେଲ ଲାୟନ୍ ପୁରା ପୋଜ୍ ମାରିକି ସେ ବସିଛି। ତ ଚାଲନ୍ତୁ ଆଗକୁ ଦେଖିବା କ'ଣ ଆମେ ଦେଖୁଛେ। ତ ତାପରେ ଆମେ ଦେଖିଲୁ ମହାବଳ ବାଘର ସାଇଜ କିଛି ମାନେ ଅଲଗା ପ୍ରକାର ଥିଲା ମାନେ ସେ ବହୁତ ବଡ଼ ଥିଲା ଆଉ ମାନେ ସେ ଯେଉଁ ପୂର୍ବରୁ ଆମେ ଦେଖିଲେ ଯେଉଁ ବାଘଟା ସେ ତ ଅଲରେଡ଼ି ଶୋଇଥିଲା ଇଏ ତ ଅଲରେଡ଼ି ମାନେ ଚାଲ ବୁଲ ସବୁ କରୁଥିଲା ମାନେ ଫାର୍ଷ୍ଟ ଟାଇମ୍ ପାଇଁ ମୁଁ ମାନେ ଆମ ନର୍ମାଲ ଯେଉଁ ବାଘ ଅଛି ମୁଁ ଦେଖିଲି ସେ ଦେଖନ୍ତୁ ମୋ ଆଡ଼େ ଅନେଇଲା ମୋତେ ଟିକେ ମାନେ ସେଟା ମୁଁ ଭାବୁଛି ଯେ ଏମାନେ କିଏ ଜନ୍ତୁ ଗୁରା କିଏ ଆଇଛନ୍ତି ମୋତେ ଦେଖିବାକୁ। ତ ଯେହେତୁ ମୁଁ ଟ୍ୟୁସନ୍ ଟ୍ରିପ୍ରେ ଯାଇଥିଲି ସେଇ ଯୋଗୁଁ ମୋ ମାମୁଁ ଖାଲି ତରତର କରୁଥିଲେ ଆଗକୁ ଦେଖ ଆଗକୁ ଯିବ ଚାଲ ସେ କେତେ ପ୍ରକାର ଜୀବ ଅଛନ୍ତି କେତେ ପ୍ରକାର ପକ୍ଷୀ ଅଛନ୍ତି ସେ ସବୁ ଦେଖିବାକୁ ଡେରି ହେଇଯିବ। ତ ଚାଲ ଯିବା ଜଲ୍ଦି ସେ ଯେଉଁ ତରତର କରୁଥିଲେ ତ ଏତିକି ମୁଁ ଦେଖିଲି ସେ ଚାଲି ଗଲା ହାରି ନା ଇଏକୁ। ତାପରେ ଚାଲ ଦେଖିବା ଆଗକୁ ଆମେ କ'ଣ ଦେଖୁଛେ। ତ ତାପରେ ଦେଖିଲୁ ଆମେ ହାତୀ ତାଙ୍କର ଏଜ୍ ଥିଲା ମାନେ ମିଡ଼ିୟମ୍ ଏଜ୍ ଥିଲା ତାଙ୍କର ଯେ ଗୋଟେ ହାତୀର ନାଁ ଥିଲା ହୀରା ଆଉ ଗୋଟେ ହାତୀର ନାଁ ଥିଲା ବାସନ୍ତୀ। ତ ବାସନ୍ତୀ କେଉଁଟା ମୁଁ ଜାଣିନି ହୀରା କେଉଁଟା ବି ମୁଁ ଜାଣିନି କିନ୍ତୁ ସେ ଜଣେ ଟ୍ରେନର ଆଣୁଥିଲେ ଆମ ଆଡ଼େ ହାତୀଟାକୁ ଦେଖିବା ସେ ପାଖକୁ ଆସିଲା ପରେ କେମିତି କ'ଣ ମାନେ ତାଙ୍କ ସହିତ କେମିତି କନଭରସେସନ୍ କେମିତି କରିପାରୁଛେ ଆମେ। ଚାଲ ଦେଖିବା ଆଗକୁ ଆମେ କ'ଣ ହେଉଛି ହାତୀ ସହିତ କେମିତି ଟ୍ରେନିଂ ନେଉଛି ହାତୀ। ତ ଚାଲ ଦେଖିବା। ତ ଟ୍ରେନର ଜଣକ ଆଣିକି ଏଠି କ'ଣ ଉପରେ ଜଳାଜଳି କରୁଛନ୍ତି ତା ଉପରେ କ'ଣ ପଡ଼ିଥିଲା ଯେ ଜଳାଜଳି କରୁଛନ୍ତି। ତ ଚାଲ ଦେଖିବା ଆଗକୁ ଆମେ କ'ଣ ଦେଖୁଛେ। ତ ତାପରେ ଆମେ ଦେଖିଲୁ ମହାବଳ ବାଘ। ଯଦି ଆପଣ ମହାବଳ ବାଘ ବିଷୟରେ କିଛି ଜାଣିବାକୁ ଚାହୁଁଛନ୍ତି ତାହେଲେ ଏ ବ୍ୟାନରରେ ଲେଖା ହେଇଛି ସବୁ ଏଇଠୁ ମୋର ଭିଡ଼ିଓଟାକୁ ପଜ୍ କରିକି ଆପଣ ସବୁ ଦେଖିପାରିବେ। ବାଘ ଦେଖିବାକୁ ଆମେ ମିଳିଲା ହେଲା ସେ ଉଠିଥିଲା କିନ୍ତୁ ସେ ଦେଖନ୍ତୁ ଏଇଠି ଚାଲି ଯାଉଥିଲା। ତ ମୁଁ ଏତିକିରେ ରଖୁଛି। ଯଦି ଆପଣଙ୍କୁ ମୋ ଭିଡ଼ିଓଟା ଭଲ ଲାଗିଲା ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚୟ କରିଦେବେ।